କେମିତି ହେଇଛି? ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲ୍ ଯେମିତି ଲାଗେ ପୁରା ସେମିତି ହେଇଛି। ତୁମେ ଖାଇବନି କହୁଥିଲ? ଦେଖ ସାଙ୍ଗମାନେ ପୁରା ପୁରା ହୋଟେଲ ଯେମିତି ପୁରା ଲଲିପପ୍ ବନେଇଛନ୍ତି। ନମସ୍କାର ଫ୍ରେଣ୍ଡସ୍। ସବୁଦିନେ ତ ମୁଁ ମିଠା କରେ, ଆଜି ମୁଁ ତ କର୍ଣ୍ଣାଟକରେ ଅଛି, ତେଣୁ ନାତୁଣୀ ମୋର କହିଲା ଲଲିପପ୍ କରିବାକୁ। କ'ଣ କହୁଛି ଚାଲନ୍ତୁ ଶୁଣିବା। ମତେ ଲଲିପପ୍ ଇଚ୍ଛା ହେଉଛି ଖାଇବାକୁ, କିନ୍ତୁ ହେଲ୍ଦି ଫୁଡ୍ ବନେଇ ଦବ। ଏଇ ଗୋଟେ କଥା, ଖାଇବୁ ଲଲିପପ୍ ଖାଇବୁ, ଚାଲିଯିବା ରୋଷେଇ ଘରକୁ, ତୋ ମାମା ରୋଷେଇ ଘରକୁ ଚାଲିଯିବା, ତୋ ମାମାକୁ ପଚାରିବା ଚାଲି। ଇତି ଆଜ୍ଞା। ପରି ହଁ କୋଉ କୋଉ ପରିବା ଦରକାର? ପନିର ଅଛି, ହଁ ଆଉ ଫୁଲକୋବି, ବନ୍ଧାକୋବି ସବୁ ଅଛି, ଗାଜର ସବୁ ସବୁ ଅଛି। ଅଛି। ତମ ଝିଅ ଲଲିପପ୍ ଖାଇବ କହୁଛି, ଚାଲ ତମ ରୋଷେଇ ଘରକୁ। ଲଲିପପ୍ ଖାଇବୁ? ନା ନା, ତାଙ୍କର ସ୍କୁଲରେ କହିଛନ୍ତି ତାଙ୍କର ହେଲ୍ଦି ଲଲିପପ୍ ଖାଇବ, ଘରେ ଖାଇବ, ବାହାର ଜିନିଷ ଖାଇବନି। ତେଣୁ ସେ ଲଲିପପ୍ ଖାଇବ। ଚାଲ ତମ ରୋଷେଇ ଘରେ କରିବା ଆଜି ଲଲିପପ୍। ଚାଲ ଚାଲ ଆସନ୍ତୁ, ଆମେ ନେବା ଲଲିପପ୍ ପାଇଁ ନେବା ଆମର କ୍ୟାପ୍ସିକମ୍, ଗାଜର, ବନ୍ଧାକୋବି, ଫୁଲକୋବି, ପନିର, ବିନ୍ସ। ତାକୁ ଆମେ ସବୁ ଧୋଇ ଧାଇକି ପରିଷ୍କାର କରି ଏ ଗ୍ରେଟରରେ ଆମେ ପୁରା ଛୋଟ ଛୋଟ କରି କାଟିଦେବା। ଆଉ କ୍ୟାପ୍ସିକମ୍ ଆଉ ବିନ୍ସଟା ସେଇଟାକୁ ଆମେ ଛୋଟ ଛୋଟ କରି କାଟିବା, ସେଇଟା ଏତେ ଗ୍ରେଟରରେ କାଟି ହେବନି। ତେଣୁ ଆକୁ ଆମେ ଗୋଳେଇ କାଟି କୁଟି ଦେଇକରି, ଦେଖନ୍ତୁ ମୋର ପୁରା ଅତି ଛୋଟ ଛୋଟ କରିକିରି କାଟିବେ ବିନ୍ସଟା ଆଉ କ୍ୟାପ୍ସିକମ୍ଟା। ଆଉ ସବୁ ଗ୍ରେଟରରେ ତାକୁ ଘଷି ଦେବେ, ସେସବୁ ପୁରା ଛୋଟ ଛୋଟ ହେଇଯିବ। ତାକୁ ସବୁ ଏମିତି ଆମେ ଗୋଳେଇ ଦେବା। ଗୋଳେଇ ଦେଇ ତା ଦେହରେ ଆମେ ପକାଇଦେବା କିଛି ଲୁଣ। ଲୁଣ ପକାଇଦେଲେ ତା ଦେହରେ ଯେଉଁ ଏକ୍ସଟ୍ରା ପାଣି ଗୁଡ଼ାକ ଥିବ ନା, ସେରା ସବୁ ବାହାରିଯିବ। ଆମେ ଲୁଣକୁ ପକାଇ ଏମିତି ଚୁପୁଡ଼ି ଗୋଳେଇ ଗାଳି ଏମିତି ଚୁପୁଡ଼ିକି ବାହାର କରିଦେବା। ତା ଦେହରେ ଆମେ ପନିର ପକାଇବା, ପନିରଟା ନିହାତି ଦରକାର। ପନିରଟା ଆମେ ପକାଇବା କିଛି। ତାପରେ ତା ଦେହରେ ଆମେ ପକାଇବା ଅଦା, ଅଦା ଟିକେ ଗ୍ରେଟ୍ କରି ପକାଇଦେବା, ସିଝା ଆଳୁ। ତାପରେ ଆମେ ପକାଇବା କର୍ଣ୍ଣଫ୍ଲୋର୍, ଆମେ 4 ଚାମଚ ତା ଦେହରେ କର୍ଣ୍ଣଫ୍ଲୋର୍ ପକାଇବା, ଟିକେ ସୋଢ଼ା ଆମେ ପକାଇବା। ତାପରେ 3 ଚାମଚ ଆମେ ମଇଦା ପକାଇବା, କାହିଁକିନା ଯେ ପାଣିଟା ଆମର ଆମେ ସେତିକି ପକାଇଲେ ଆବଶ୍ୟକ ଅନୁସାରେ ଲୁଣ ପକାଇବା। ସବୁ ପକାଇକି ଆମେ ତାକୁ ଗୋଳେଇ ଦେବା। ଯଦି ଟିକେ ପାଣିଆ ପାଣିଆ ହେଲା ତା ଦେହରେ ଆମେ ଆଉ ଟିକେ କର୍ଣ୍ଣଫ୍ଲୋର୍ କିମ୍ବା ମଇଦା ଟିକେ ପକାଇବା, କାହିଁକିନା ଆମେ ସୋଢ଼ା ବି ପକାଇଛେ। ନ ପକାଇଲେ ମାନେ ପାଣିଟା ନହେଲେ ଷ୍ଟିକ୍ରେ ଭଲକି ଲାଗିବନି। ତେଣୁ ଆମେ ତାକୁ ଭଲକିରି ଏମିତି ଶୁଖିଲାକିରି ଚକୁଡ଼ି ଦେବା। ମୁଁ ରସୁଣଟା ପକାଇବାକୁ ଭୁଲି ଯାଇଥିଲି କାଟିବା ପାଇଁ, ତେଣୁ ପଛରେ ରସୁଣଟା ଗୋଳେଇ ଗାଳି ସାରିଲା ପରେ ପୁଣି ରସୁଣଟା ପକାଇଲି। ରସୁଣ ପକାଇ ଗୋଳେଇ ଦେଇ ଏମିତି ଆମର ଯେଉଁ ଆଇସ୍କ୍ରିମ୍ କାଠିରେ ତାକୁ ଆମେ ଏମିତି ଗୋଲ କରିକିରି ଏମିତି ତଳଟା ଚାପିଦେବା, ଏମିତି ଲମ୍ବା କରିକିରି ତାକୁ ଆଇସ୍କ୍ରିମ୍ କାଠିରେ ସବୁ ଲଗାଇଦେବା। ଦେଖନ୍ତୁ କି ପୁରା ବଢ଼ିଆ ଭାବରେ ହେବ, ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ ହେବ, ବଢ଼ିଆ ବି ଲାଗିବ। ଏମିତି ଆମେ ତାକୁ ଆଇସ୍କ୍ରିମ୍ କାଠିରେ ତାକୁ ଲଗାଇଦେବା। ତାପରେ ଆମେ ତାକୁ ମୋ ଝିଅର ଅଲଗା କରିକି କାଢ଼ିଦେଲି। ତାପରେ କଞ୍ଚା ଲଙ୍କା ଆଉ ଶୁଖିଲା ଲଙ୍କା ଟିକେ ତାକୁ କାଟିକିରି ତା ଦେହରେ ମିଶାଇଦେଲି। ଶୁଖିଲା ଲଙ୍କା ଟିକେ କାଟିକିରି ମିଶାଇଦେଲି। ତାପରେ ତାକୁ ଗୋଳେଇ ଗାଳେଇ ଦେଇକି ତେଲ ଦେହରେ ଆମେ ଲୋ ମିଡ଼ିୟମ୍ ତେଲରେ ଆଗ ପକାଇବା, ନହେଲେ ଭିତରଟା ହେବନି, ଉପରଟା କଞ୍ଚା ଲାଲ ଦେଖାଯିବ, ଭିତରଟା କଞ୍ଚା ଦେଖାଯିବ। ତେଣୁ ଆମେ ତାକୁ ପକାଇଦେବା ଲୋ ମିଡ଼ିୟମ୍। ଯେତେବେଳେ ଫେଣ ମରିଯିବ ଆମେ ହାଇ ମିଡ଼ିୟମ୍ରେ କରି ଉପରଟାକୁ ଏମିତି ବ୍ରାଉନ୍ କଲର୍ କରିଦେବା। ତାପରେ ସବୁ ତାକୁ ଆମେ କାଢ଼ିଦେବା। ତାପରେ କାଢ଼ି ଦେଇକିରି ତାପରେ ଆମେ ଆରମ୍ଭ କରିବା ତା'ର ଗୋଟେ ଗ୍ରେଭି କରିବା ଗୋଟେ। ତାପରେ କିଛି କଟା ରସୁଣ ପକାଇବା, କଟା ଅଦା କିଛି ତା ଦେହରେ ଆମେ ପକାଇବା। ତାପରେ ପିଆଜଟାକୁ ଆମେ ଭାଜିବା, ହାଇ ଫ୍ଲେମ୍ରେ ପିଆଜଟା ଭାଜିବା। ତା ଦେହରେ ଆମେ ନାଲି ଲଙ୍କାଗୁଣ୍ଡ କିଛି, ଆଉ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଆମେ ତା ଦେହରେ ପକାଇଦେବା। ପକାଇ ଦେଇ ଟିକେ କିଛି ପାଣି ଦେଇଦେବା। ପାଣି ଦେଇ ସାରି ତା ଦେହରେ ଟିକେ ଭିନେଗାର, ହାଫ୍ ଚାମଚ ଭିନେଗାର, ଆଉ କର୍ଣ୍ଣଫ୍ଲୋର୍ ଟିକେ ହାଫ୍ ଚାମଚ କର୍ଣ୍ଣଫ୍ଲୋର୍ଟା ଆମେ ଗୋଳେଇକି ତା ଦେହରେ ପକାଇଦେବା। ପକାଇ ଦେଇ ସାରି ତାପରେ ଆମେ ଯେଉଁ ଲଲିପପ୍ ସବୁ ଛାଣିକି ରଖିଛେ ତା ଦେହରେ ମୁଁ ଅଳ୍ପ କଲି, ଝିଅର ଖାଲି ଦେଇଥିଲି, କାହିଁକିନା ଝିଅ ଖାଇବନି ନା, ରାଗ ଖାଇବନି। ତାକୁ ଆମେ ଏମିତି କରିଦେଇକିରି ତା କଡ଼େଇରେ ଆମର ଏମିତି ସିଲଭର ପେପର ଆମେ ଲଗାଇଦେବା। ଲଗାଇ ଦେଇ ସାରି ତା ଉପରେ ଆମେ ତା ଗ୍ରେଭି ଦେଇଦେବା। ହେଇଗଲା ଆମର ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ଷ୍ଟିକ୍ ଲଲିପପ୍।
ଭେଜ୍ ଷ୍ଟିକ୍ ଲଲିପପ୍। ନମସ୍କାର ସାଙ୍ଗମାନେ, ଦେଖନ୍ତୁ ନାତୁଣୀ କହିଥିଲା ଲଲିପପ୍ ଖାଇବ, ଭେଜ୍ ଲଲିପପ୍। ଏଇଟା ଦେଖନ୍ତୁ ମୁଁ ତା ପାଇଁ ଟିକେ ଖାଲି ଟମାଟୋ ସସ୍ ପକାଇ ଦେଇଥିଲି, ସେ ଖାଇବନି, ରାଗ ଖାଇବନି। ଏଇ ଯେଉଁ ଆମର ସ୍ପାଇସି ଯେଉଁ ଟମାଟୋ ସସ୍ ସେ ତାକୁ ଖାଇବନି, ତାର ଅଲଗା ଟମାଟୋ ସସ୍, ତାକୁ ଖାଲି ଟମାଟୋ ସସ୍ରେ ଦେଇଦେଲି। ଏଇଟା ମୁଁ ଆମର ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ କହିଛି ଯେମିତି ହୁଏ, କରେ ଯେମିତି ରେଷ୍ଟୁରାଣ୍ଟରେ ଯେମିତି ହୁଏ ମୁଁ ସେଇ ଷ୍ଟାଇଲ୍ରେ କରିଛି। ଲଲିପପ୍ ଅତି ସହଜ ଭାବରେ କରିଛି, ଘରେ କରି ଖାଆନ୍ତୁ, ପିଲାମାନଙ୍କୁ ଦିଅନ୍ତୁ। ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ। ରହିଲି ପୁଣି ନୂଆ ଭିଡ଼ିଓରେ, ବାଏ ବାଏ।